ଛଳନା କରୁଥିବା ମଣିଷମାନେ ସାପଠାରୁ ବି ଆହୁରି ମାରାତ୍ମକ। କାହିଁକି ନା ଯେଉଁମାନେ ଛଳନା କରନ୍ତି ସେମାନଙ୍କର ହାବଭାବ ବା ସେମାନଙ୍କର ଯେଉଁ ମୁହଁର ହାବଭାବରୁ ଜଣାପଡ଼େ ନାହିଁ ଯେ ସେମାନେ ବାସ୍ତବରେ ଛଳନା କରୁଛନ୍ତି। ସେମାନଙ୍କ ମୁହଁରେ ଗୋଟେ କଥା, ଆଉ ପେଟରେ ଗୋଟେ କଥା, ହୃଦୟରେ ଗୋଟେ କଥା। ସେମାନେ କେବେ କାହାରି ହୋଇପାରନ୍ତି ନାହିଁ, କିନ୍ତୁ ଛଳନା କରି ସମସ୍ତଙ୍କର ନିଜର ହୋଇଯାଆନ୍ତି, କିନ୍ତୁ ହୃଦୟରୁ ତାଙ୍କୁ କେହି ସ୍ୱୀକାର କରନ୍ତି ନାହିଁ ଯେତେବେଳେ ତାଙ୍କର ଅସଲ ପରିଚୟ ଜାଣିଦିଅନ୍ତି। ଛଳନା ଯନ୍ତ୍ରଣା ଦେଇଥାଏ, ଛଳନା ଅନ୍ୟକୁ କଷ୍ଟ ଦେଇଥାଏ। କେବେ କାହା ସହିତ ଛଳନା କରନ୍ତୁ ନାହିଁ, ବରଂ ତାକୁ ସିଧାସଳଖ ଭାବେ ଆପଣ କହିପାରନ୍ତି ତୁ ଏଇଆ ତୁ ସେଇଆ ତୁ ଏଟା କରନା ସେଟା କରନା, କିଛି ବି ତାକୁ ଆପଣ ଗାଳି ଦେଇପାରନ୍ତି, ଦୁଇ ଚାରି କଥା କହିଦେଇପାରନ୍ତି, ଦୁଇ ଚାରି ପଦ କଥା ତାକୁ କହିଦେଇକି ସୁଧାରି ଦିଅନ୍ତୁ କିମ୍ବା ଦୁଇ ଚାରି ପଦ କଥା କହିକି ଆପଣଙ୍କ ମନର ରାଗଟାକୁ ସୁଝେଇ ଦିଅନ୍ତୁ, ହେଲେ ଛଳନା କରନ୍ତୁ ନାହିଁ। ଛଳନାର ଯନ୍ତ୍ରଣାଟା ବହୁତ କଷ୍ଟ ଦିଏ ଆଜ୍ଞା। ଯିଏ ଛଳନାର ଶିକାର ହେଇଛି ସିଏ ଜାଣିଛି ଏ କଷ୍ଟ କେତେ। ଏଇ ତ ଜୀବନର କଥା।